ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସଭା ସ୍କୁଲ ପାଠରେ ସ୍ୱାଗତ କରୁଅଛି। ବନ୍ଧୁ, ଆଜି ସୋମବାର ଅକ୍ଟୋବର 27 ତାରିଖ 2025। ଆଉ ଆଜିର ପାଠ ହେଉଛି ଦ ସୁପ୍ରିମ ଜଜ୍, ସର୍ବୋଚ୍ଚ ବିଚାରକର୍ତ୍ତା ବା ବିଚାରପତି। ଏହା ଧ୍ୟାନ କରିବା ପୂର୍ବେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସବସ୍କୁଲ ପାଠ ଆମେ ପଢିବାକୁ ଯାଉଅଛୁ, ଯେପରି ଏହି ପାଠ ଆମେ ବୁଝିପାରିବୁ ଏଥିପାଇଁ ଏମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଦେଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଜିର ପାଠ ହେଉଛି ଦ ସୁପ୍ରିମ ଜଜ୍, ସର୍ବୋଚ୍ଚ ବିଚାରକର୍ତ୍ତା। ସର୍ବୋଚ୍ଚ ବିଚାରକର୍ତ୍ତା। ବନ୍ଧୁ, এই যে সর্বোচ্চ বিচারকর্তা বিশেষ ভাবে আমি দেখিবা আদি পুস্তক তার 18-25, গীত সংহিতা 7-21, গীত সংহিতা 50-6, ଗୀତ ସଂହିତା 82-1 ଆଉ ଗୀତ ସଂହିତା 56-10 ଏବଂ ଦ୍ୱିତୀୟ ତିମୋଥୀ 4-1-8। ବନ୍ଧୁ, ଏଇ ଯୋଉ ପଦ ଗୁଡିକ ଈଶ୍ୱରଙ୍କ ନୈତିକ ଚରିତ୍ର ବିଷୟରେ ଆମମାନଙ୍କୁ କଣ କୁହେ ଏବଂ ବିଶ୍ୱ ଜଗତର ବିଚାର ଭାବରେ ଈଶ୍ୱରଙ୍କ ଭୂମିକା ଆମମାନଙ୍କୁ ଈଶ୍ୱରୀୟ ଯୁଦ୍ଧର ପ୍ରଶ୍ନକୁ ବୁଝିବାରେ କିପରି ସାହାଯ୍ୟ କରେ, ଏହି ଯୋଉ ପଦ ଗୁଡାକ ଆମମାନଙ୍କୁ ସାହାଯ୍ୟ କରେ। ବନ୍ଧୁ, ଈଶ୍ୱରଙ୍କ ଚରିତ୍ର ପବିତ୍ରତା ଅର୍ଥ ହେଉଛି ଯେ ପାପକୁ ସତ୍ୟ କରିପାରିବେ ନାହିଁ। ସେ ଧୈର୍ଯ୍ୟବାନ, ତଥାପି ପାପକୁ ଏହାର ଶେଷ ପରିଣାମ ଭୋଗ କରିବାକୁ ପଡିବ, ଯାହା ହେଉଛି ମୃତ୍ୟୁ, ଯାହାକି ରୋମିଓ 6:23 କହୁଅଛି କି ପାପର ବେତନ ହେଉଛି ମୃତ୍ୟୁ, ଆଉ ଈଶ୍ୱରଙ୍କର ଦାନ ହେଉଛି ବା ଈଶ୍ୱରଙ୍କ ସହଭାଗିତା ଅନୁଦାନ ହେଉଛି ଅନନ୍ତ ଜୀବନ। ଏହିପରି ରୋମିଓ 6:23 ଆମେ ଦେଖୁଅଛୁ। ବନ୍ଧୁ, ଇସ୍ରାଏଲ ହେଉ କିମ୍ବା କିନନୀୟ ମାନଙ୍କ ମଧ୍ୟରେ ହେଉ, ପାପ କେଉଁଠାରେ ମିଳୁଥିବା ତାହା ହେଉ, ଯେହୋବା ପାପ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି। କାହା ବିଷୟରେ? ପାପ ବିଷୟରେ। ଇସ୍ରାଏଲ ପବିତ୍ର ଯୁଦ୍ଧରେ ଅଂଶଗ୍ରହଣ କରି ଅନ୍ୟ ଜାତି ଗୁଡ଼ିକ ତୁଳନାରେ ଅଧିକ ପବିତ୍ର ହୋଇ ନଥିବା ଯାହା ଆମେ ଦେଖୁଛୁ ଦ୍ୱିତୀୟ ବିବରଣ ତାର 9-4-5 ଆଉ ଦ୍ୱିତୀୟ ବିବରଣ 12-29-30ରେ। ଆଉ ଯେତେବେଳେ ସେମାନେ ତାଙ୍କ ମନୋନୀତ ଜାତି ବିରୁଦ୍ଧରେ ଯେହୋଭାଙ୍କ ବିଚାରର ମାଧ୍ୟମ ହୋଇଥିଲେ, ବନ୍ଧୁ, ଅନ୍ୟାନ୍ୟ ପ୍ରାଚୀନ ନିକଟବର୍ତ୍ତୀ ଲୋକମାନଙ୍କ ଠାରୁ ଭିନ୍ନ ଇସ୍ରାଏଲୀୟ ମାନେ ପବିତ୍ର ଯୁଦ୍ଧର ପରିବର୍ତ୍ତୀ ଅନୁଭବ କରିଥିଲେ। ଯେତେବେଳେ ପରମେଶ୍ୱର ସେମାନଙ୍କ ପାଇଁ ଯୁଦ୍ଧ କରିନଥିଲେ, କିନ୍ତୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ସେମାନଙ୍କ ଶତ୍ରୁମାନଙ୍କୁ ସେମାନଙ୍କୁ ଦମନ କରିବାକୁ ଅନୁମତି ଦେଇଥିଲେ, ଯାହା ଆମେ ଦେଖୁଛୁ ଯଦି ଆମେ ତୁଳନା କରି ଦେଖିବା ଯେହୋଶୁଆ 7 ପର୍ବ। ବନ୍ଧୁ, ପବିତ୍ର ଯୁଦ୍ଧର ସମ୍ପୂର୍ଣ୍ଣ ଧାରଣା କେବଳ ଯେତେବେଳେ ବୁଝା ଯାଇପାରିବ ଯଦି ଏହାକୁ ବିଚାରକର୍ତ୍ତା ଭାବରେ ପରମେଶ୍ୱରଙ୍କ କାର୍ଯ୍ୟକଳାପର ଆଲୋକରେ ଦେଖାଯାଏ। ବନ୍ଧୁ,
ଏହି ଭାବରେ ଦେଖିଲେ ଯେ ଇସ୍ରାଏଲ ବିଜୟ ଯୁଦ୍ଧ ଗୁଡ଼ିକ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ର ଗ୍ରହଣ କରନ୍ତି। ପ୍ରାଚୀନ ଜଗତର ସାଧାରଣ ଆତ୍ମା ପ୍ରଗତି ସାମ୍ରାଜ୍ୟବାଦୀ ଯୁଦ୍ଧର ବିପରୀତରେ ଯାହା ଆମେ ଦେଖୁଛୁ ଆଜି ଆମର ଇସ୍ରାଏଲର ଯୁଦ୍ଧ ଗୁଡ଼ିକକୁ ନିଜ ପାଇଁ ଗୌରବ ହାସଲ କରିବା ପାଇଁ ନଥିଲା, ବରଂ ଦେଶର ପରମେଶ୍ୱର ନ୍ୟାୟ ଏବଂ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଥିଲା। ତେଣୁ ବନ୍ଧୁ, ପବିତ୍ର ଯୁଦ୍ଧର ଧାରଣାକୁ ବୁଝିବାର ମୂଳରେ ଈଶ୍ୱରଙ୍କ ଶାସନ ଏବଂ ସର୍ବୋତ୍ତମତ୍ୱର ଧାରଣା ରହିଛି, ଯାହା ଈଶ୍ୱରଙ୍କ ପ୍ରତିକୃତରେ ଯୋଦ୍ଧା ଭାବରେ ଯେପରି ସେମାନେ ରାଜା କିମ୍ବା ବିଚାରକର୍ତ୍ତା ଭାବରେ ବାଧ୍ୟପ୍ରାପ୍ତ ହୁଅନ୍ତି। ଯେହୋବା ହେଉଛନ୍ତି ଜଣେ ଯୋଦ୍ଧା, ମନେ ରଖନ୍ତୁ। ଆଉ ଆଇନ ଶାସନକୁ କାର୍ଯ୍ୟକାରୀ କରିବା, ସ୍ଥିର କରିବା ଏବଂ ବଜାୟ ରଖିବା ପାଇଁ ପ୍ରତିବଦ୍ଧ, ଯାହା ତାଙ୍କ ଚରିତ୍ର ପ୍ରତିଫଳନ କରେ। ବିଚାରକ ଏବଂ ରାଜାଙ୍କ ପରି ଯୋଦ୍ଧା ଭାବରେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି ଦାବି କରେ ନାହିଁ ଯେ ଯେହୋବା ସର୍ବଦା ତାଙ୍କ ପ୍ରତି ଶିଷ୍ଟ କ୍ରମ ବିରୁଦ୍ଧରେ ବିଦ୍ରୋହଙ୍କୁ ସହ୍ୟ କରେ ନାହିଁ। ତେଣୁ କେହି ନିଶ୍ଚିତ କରିପାରିବେ ଯେ ଯେହୋବାଙ୍କ କାର୍ଯ୍ୟକଳାପର ଲକ୍ଷ୍ୟ କେବେ ବି ଯୁଦ୍ଧ ନୁହେଁ କିମ୍ବା ନିଜେ ବିଜୟ ନୁହେଁ, ବରଂ ନ୍ୟାୟ ଏବଂ ଶାନ୍ତିର ପୁନଃସ୍ଥାପିତ। ଶେଷରେ ବିଚାର କରିବା ଏବଂ ଯୁଦ୍ଧ କରିବା କିମ୍ବା ନ୍ୟାୟ ପ୍ରଦାନ କରିବା ଯଦି ଈଶ୍ୱର କାର୍ଯ୍ୟର ବିଷୟ ହୁଅନ୍ତି, ତେବେ ସମାନ। ବନ୍ଧୁ, ଆମେ ଦେଖୁଛୁ ଯେ ଏହିପରି ନୁହଁ, ବରଂ ଏହା ହେଉଛି ଅନ୍ୟ ପ୍ରକାର। ଯାହା ଆମେ ଦେଖୁଛୁ ବନ୍ଧୁ, ଏହିପରି ଯେ ଆମର ଜଣେ ଶକ୍ତିଶାଳୀ ଶତ୍ରୁ ଅଛନ୍ତି, ସେ ହେଉଛନ୍ତି ଶୈତାନ। ଏବଂ ସେ କେବଳ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ପ୍ରତ୍ୟେକ ମନୁଷ୍ୟକୁ ସେ ଘୃଣା କରେ ନାହିଁ, ବରଂ ଅତି ତୀବ୍ର ଶତ୍ରୁତା ସହିତ ସେ ପରମେଶ୍ୱରଙ୍କ ଏବଂ ତାଙ୍କର ଏକମାତ୍ର ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଘୃଣା କରେ ବୋଲି ଆମେ ଦେଖୁଛୁ। ଯେତେବେଳେ ଲୋକମାନେ ଶୈତାନର ଦାସ ହେବା ପାଇଁ ନିଜକୁ ସମର୍ପଣ କରନ୍ତି, ସେ ସେମାନଙ୍କ ପ୍ରତି ସେହି ଶତ୍ରୁତା ପ୍ରକାଶ କରନ୍ତି ନାହିଁ ଯାହା ସେ ଖ୍ରୀଷ୍ଟଙ୍କ ନାମ ବହନ କରୁଥିବା ଏବଂ ପରମେଶ୍ୱରଙ୍କ ସେବା ପାଇଁ ନିଜକୁ ସମର୍ପଣ କରନ୍ତି। ସେ ସେମାନଙ୍କୁ ଏକ ଘାତକ ଘୃଣ୍ୟ ସହିତ ଘୃଣା କରନ୍ତି ବୋଲି ଆମେ ଦେଖୁଅଛୁ। ସେ ଜାଣନ୍ତି ଯେ ସେ ଯୀଶୁଙ୍କୁ ତାଙ୍କ ପ୍ରତାରଣାର ଶକ୍ତି ଅଧୀନରେ ଆଣି ସେମାନଙ୍କୁ ଆଘାତ ଦେଇ ସେମାନଙ୍କ ବିଶ୍ୱାସକୁ ଦୁର୍ବଳ କରି ସେମାନଙ୍କୁ ସେମାନଙ୍କ କ୍ୟାପ୍ଟେନ ବା ଅଧିପତି ଯୀଶୁଖ୍ରୀଷ୍ଟଙ୍କ ଅଧୀନରେ ସେବା କରିବା ପାଇଁ ଆବଶ୍ୟକ ଭାବରେ ପରମେଶ୍ୱରଙ୍କ ସେବା କରିବାକୁ ଅକ୍ଷମ କରି ଦୁଃଖିତ କରିପାରିବେ। ଏହା ହେଉଛି ଶୈତାନର ଭାବନା। ଶୈତାନ ସେମାନଙ୍କୁ କିଛି ପରିଣାମର ବିଶ୍ରାମ ଦେବାକୁ ଅନୁମତି ଦେବ ଯେଉଁମାନେ ତାଙ୍କ ପାଦରେ ତାଙ୍କ ଦାସ ଭାବରେ ବନ୍ଧା ହୋଇଛନ୍ତି, କାରଣ ସେମାନେ ତାଙ୍କର ଇଚ୍ଛାକୁ ବନ୍ଧି, କିନ୍ତୁ ଦୟାର ବାର୍ତ୍ତା ତାଙ୍କ ଦାସ ମାନଙ୍କ ପାଖରେ ପହଞ୍ଚିବା ପରେ ତାଙ୍କର ଶତ୍ରୁତା ଉତ୍ତେଜିତ ହୁଏ ଏବଂ ସେମାନେ ପ୍ରକୃତ ମେଷପାଳକଙ୍କୁ ଅନୁସରଣ କରିବା ପାଇଁ ତାଙ୍କ ଶକ୍ତିରୁ ନିଜକୁ ଦୂରେଇ ନେବାକୁ ଚେଷ୍ଟା କରନ୍ତି। ବନ୍ଧୁ, ତାପରେ ସେ ସେମାନଙ୍କୁ ସେମାନଙ୍କ ବନ୍ଧୁତ୍ୱର ରଖିବା ପାଇଁ ଅତିରିକ୍ତ ଶୃଙ୍ଖଳରେ ବାନ୍ଧିବାକୁ ଚେଷ୍ଟା କରନ୍ତି। ଯେତେବେଳେ ବନ୍ଧୀ ଜଣକ ଶୃଙ୍ଖଳକୁ ଟାଣିବା ଆରମ୍ଭ ହୁଏ ଏବଂ ମୁକ୍ତ ହେବାକୁ ଆଗ୍ରହୀ ହୁଏ, ସେତେବେଳେ ଆତ୍ମା ଏବଂ ଶୈତାନ ମଧ୍ୟରେ ସଂଘର୍ଷ ଆରମ୍ଭ ହୁଏ। ବନ୍ଧୁ,
କାରଣ ଯେତେବେଳେ ମାନବ ପ୍ରତିନିଧି ପ୍ରଜ୍ଞ ବୁଦ୍ଧି ମତା ସହିତ ସହଯୋଗ କରିବାକୁ ଆରମ୍ଭ କରେ ବନ୍ଧୁ, ସେତେବେଳେ ବିଶ୍ୱାସ କୃଷ୍ଣଙ୍କୁ ଧରିଥାଏ। ତାପରେ ସଶସ୍ତ୍ର ଶକ୍ତିଶାଳୀ ବ୍ୟକ୍ତିଙ୍କ ଅପେକ୍ଷା ଶକ୍ତିଶାଳୀ ବ୍ୟକ୍ତି ଆତ୍ମାର ସହାୟକ ହୁଅନ୍ତି ଏବଂ ଗରିବ ବନ୍ଧୁ ତାଙ୍କ ସ୍ୱାଧୀନତା ପାଇଁ ପବିତ୍ର ଆତ୍ମାଙ୍କ ଦ୍ୱାରା ଶକ୍ତିଶାଳୀ ହୁଅନ୍ତି। ମାନବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପ୍ରତି ପରମେଶ୍ୱରଙ୍କର ଗଭୀର ଏବଂ ଆନ୍ତରିକ ପ୍ରେମ ରହେ। କାହାକୁ ବିସ୍ମୃତ କରାଯାଏ ନାହିଁ, କାହାକୁ ମଧ୍ୟ ଶତ୍ରୁ ଦ୍ୱାରା ପରାସ୍ତ ହେବା ପାଇଁ ଅସହାୟ ଏବଂ ପ୍ରତାରିତ କରାଯାଏ ନାହିଁ। ଏବଂ ଯେଉଁମାନେ କୃଷ୍ଣଙ୍କ ସୈନ୍ୟ ବାହିନୀରେ ସାମିଲ ହୋଇଛନ୍ତି ବନ୍ଧୁ, ସେମାନେ ଯଦି ପରମେଶ୍ୱରଙ୍କ ସମସ୍ତ କବଚ ପିନ୍ଧି ଏହାକୁ ପିନ୍ଧିବେ, ତେବେ ସେମାନେ ଶତ୍ରୁର ସମସ୍ତ ଆକ୍ରମଣ ବିରୁଦ୍ଧରେ ପ୍ରମାଣ ଦେବେ ବନ୍ଧୁ। ଯେଉଁମାନେ ସେମାନଙ୍କ ନିଶ୍ଚିତ ପ୍ରତିଶ୍ରୁତି ଅଛି ଯେ ଯଦି ସେମାନେ ସେମାନଙ୍କର ଜ୍ଞାନର ଅଭାବ ଅନୁଭବ କରନ୍ତି ଏବଂ ପରମେଶ୍ୱରଙ୍କୁ ମାଗନ୍ତି, ତେବେ ସେ ଉଦ୍ଧାର ଭାବରେ ହେବେ ବନ୍ଧୁ ଏବଂ ନିନ୍ଦା କରିବେ ନାହିଁ। ପ୍ରେରିତ କୁହନ୍ତି ଏହିପରି ବନ୍ଧୁ, ସେ ବିଶ୍ୱାସରେ ମାଗନ୍ତୁ, କିଛି ବି କେବେ ବି ଡରିବେ ନାହିଁ, କାରଣ ଯେ ସନ୍ଦେହ କରେ ସେ ପବନ ଦ୍ୱାରା ଉଡାଇ ଯାଇପାରେ ବା ଉଡି ଯାଇପାରେ ଏବଂ ଦେଉଥିବା ସମୁଦ୍ରର ତରଙ୍ଗ ପରି ଦେଉଥିବା ତରଙ୍ଗ ପରି ହୋଇଯାଏ ବୋଲି ଆମେ ଦେଖୁଅଛୁ। କାରଣ ସେହି ବ୍ୟକ୍ତି ପ୍ରଭୁଙ୍କ ଠାରୁ କିଛି ପାଇବ ବୋଲି ଭାବିବା ଉଚିତ ନୁହେଁ। ଜଣେ ଧୀମାନ ବ୍ୟକ୍ତି ତାଙ୍କ ସମସ୍ତ ପଥର ଅସ୍ଥିର ପରମେଶ୍ୱର ପ୍ରତ୍ୟେକ ପ୍ରତିଶ୍ରୁତି ବା ପ୍ରତିଜ୍ଞା ପଛରେ ଅଛନ୍ତି ବନ୍ଧୁ ଏବଂ ଆମେ ତାଙ୍କୁ ପ୍ରଶ୍ନ କରିବା ଏବଂ ଦ୍ୱିଧା କରିବା, ମାଗିବା ଏବଂ ବିଶ୍ୱାସ ନ କରିବା ଏବଂ ତାପରେ ସନ୍ଦେହ କଥା କହିବା ବ୍ୟତୀତ ଅଧିକ ଅପମାନିତ କରିପାରିବା ନାହିଁ। ଯଦି ତୁମେ ଯାହା ମାଗିଛ ତାହା ତୁରନ୍ତ ପାଇବ ନାହିଁ, ତେବେ ତୁମେ କଣ ଦୁଃଖ ଏବଂ ଅବିଶ୍ୱାସରେ ଚାଲିବ? ନା, ବିଶ୍ୱାସ କର ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି ବା ଯାହା ପ୍ରତିଜ୍ଞା କରିଛନ୍ତି ତାହା ତୁମମାନଙ୍କୁ ଦେବେ ଆଉ ଆମମାନଙ୍କର ପ୍ରାର୍ଥନାକୁ ସେ ଉତ୍ତର ଦେବେ ବୋଲି ଆମେ ବିଶ୍ୱାସ କରିବାକୁ ହେବ। ବନ୍ଧୁ, ଆମେ ଜାଗ୍ରତ ରହିବାକୁ ହେବ, ଆମେ କାମରେ ରଖିବାକୁ ପଡିବ ଆଉ ଅପେକ୍ଷାରେ ରହିବାକୁ ପଡିବ। ବନ୍ଧୁ, ବିଶ୍ୱାସର ଉତ୍ତମ ଯୁଦ୍ଧ ଲଢିବାକୁ ପଡିବ। ଆମର ହୃଦୟକୁ କହିବାକୁ ପଡିବ ଯେ ପରମେଶ୍ୱର ମତେ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ବୋଲି ଆଉ ସେ ମୋର ପ୍ରାର୍ଥନା ଶୁଣନ୍ତି ବୋଲି ଆଉ ତାଙ୍କ ରାଜ୍ୟରେ ପହଞ୍ଚିବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଗ୍ରହଣ କରିବେ। ଏବେ ସେ ତାଙ୍କର ପ୍ରତିଜ୍ଞା ପୂର୍ଣ୍ଣ କରିବେ ବନ୍ଧୁ। ପରମେଶ୍ୱର ଈଶ୍ୱରଙ୍କ ବିଶ୍ୱାସ କରିପାରିବେ। ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିପାରିବି କାରଣ ସେ ମତେ ଏତେ ପ୍ରେମ କରିଥିଲେ ସେ ତାଙ୍କ ଏକମାତ୍ର ପୁତ୍ରକୁ ମୋ ପାଇଁ ମରିବାକୁ ଦେଲେ ବନ୍ଧୁ, ତୁମ ପାଇଁ ମରିବାକୁ ଦେଲେ ବନ୍ଧୁ, ଯେହେତୁ ପରମେଶ୍ୱର ଆପଣଙ୍କୁ ମତେ ପ୍ରେମ କରନ୍ତି ଆଉ ତାଙ୍କ ପୁତ୍ର ହିଁ ଆମମାନଙ୍କର ମୁକ୍ତିଦାତା। ଯଦି ଆମେ ତାଙ୍କ ନାମରେ ଯଦି ମାଗିବା ଆମମାନଙ୍କୁ ଦିଆଯିବ, ଯଦି ତାଙ୍କ ନାମରେ ଆମେ ଖୋଜିବା ତାହା ଆମେ ପାଇପାରିବା। ଠିକ ସେହିପରି ବନ୍ଧୁ, ଯେବେ ଯଦି ଆମେ ଦୁଷ୍ଟ ହୋଇ ଆମର ସନ୍ତାନ ମାନଙ୍କୁ ଭଲ ଉପହାର ଦେବା ଜାଣୁ, ତେବେ ଆମର ସ୍ୱର୍ଗସ୍ଥ ପିତା ଯେବେ ଆମେ ତାଙ୍କୁ ମାଗୁ ସେ ଏମାନଙ୍କୁ ଅଧିକ ରୂପେ ଦେବେ ବନ୍ଧୁ, ଆତ୍ମା ଦେବେ ବନ୍ଧୁ। ତାହେଲେ ସେହି ପରମ ପିତାଙ୍କ ଠାରେ
ଆପଣମାନେ ବିଶ୍ୱାସ କରୁଛନ୍ତି କି ଯେହେତୁ ପରମ ପିତା ହିଁ ଆମର ସର୍ବୋଚ୍ଚ ବିଚାରକର୍ତ୍ତା, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସ୍ୱର୍ଗତ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଦ୍ୱାରା ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ଯେବେ ତୁମ ପୁତ୍ର ଏହି ପୃଥିବୀକୁ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର।